ମାର୍ଚ୍ଚ 8 ରେ ବି ସୁଭଦ୍ରା ଟଙ୍କା ମିଳିବନି। ଏମାନଙ୍କ ନାଁ କାଟିଦେଲେ ସରକାର। ଦେଖନ୍ତୁ, ସୁଭଦ୍ରା ଯୋଜନାରେ କୋଉମାନେ ମାର୍ଚ୍ଚ 8 ତାରିଖରେ ସୁଭଦ୍ରା ଟଙ୍କା ପାଇବାକୁ ଯାଉଛନ୍ତି, କୋଉମାନେ ସୁଭଦ୍ରା ଟଙ୍କା ପାଇବେନି ମାର୍ଚ୍ଚ 8 ତାରିଖରେ। ସରକାର କୋଉମାନଙ୍କୁ ବାଦ ଦେଇଛନ୍ତି। ଆପଣ ମାନଙ୍କୁ କହିବି, ଯୋଉ ହିତାଧିକାରୀ ମାନେ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି ସେମାନେ ବି ଏ ଭିଡିଓଟିକୁ ଦେଖନ୍ତୁ। ଯୋଉମାନେ ସୁଭଦ୍ରା ଟଙ୍କା ଏପର୍ଯ୍ୟନ୍ତ ପାଇନାହାନ୍ତି ସେମାନେ ବି ଏ ଭିଡିଓଟିକୁ ଦେଖନ୍ତୁ ମୂଳରୁ ଶେଷ ପର୍ଯ୍ୟନ୍ତ, ଯାହା ଫଳରେ ଆପଣ ଜାଣିପାରିବେ ସୁଭଦ୍ରା ତାଲିକାରୁ କୋଉମାନଙ୍କ ନାମ କାଟି ଦେଇଛନ୍ତି ସରକାର। ମାର୍ଚ୍ଚ 8 ରେ ସେମାନଙ୍କୁ ଆଉ ସୁଭଦ୍ରା ଟଙ୍କା ମିଳିବନି। ଏହାର ସମ୍ପୂର୍ଣ୍ଣ ତଥ୍ୟ এই ଭିଡିଓ ମାଧ୍ୟମରେ ଆମେ ଆଲୋଚନା କରିବା। ତା ପୂର୍ବରୁ ମୁଁ ଆପଣମାନଙ୍କୁ କହିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡିଓଟିକୁ ଦେଖୁଛନ୍ତି, ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିଦିଅନ୍ତୁ। ଯଦି ଆପଣ ଫେସବୁକ୍ ପ୍ରୋଫାଇଲରୁ ଭିଡିଓଟିକୁ ଦେଖୁଛନ୍ତି ତାହେଲେ ଫେସବୁକ୍ ପ୍ରୋଫାଇଲକୁ ଫଲୋ କରିଦେବେ। ଚାଲନ୍ତୁ ଆଜିର ଭିଡିଓରେ ଆମେ ଆଲୋଚନା କରିବା ମାର୍ଚ୍ଚ 8 ତାରିଖରେ କୋଉମାନେ ପ୍ରଥମ କିସ୍ତି ଦ୍ୱିତୀୟ କିସ୍ତି ଟଙ୍କା ପାଇବାକୁ ଯାଉଛନ୍ତି, ତା ସହିତ କୋଉମାନେ ଦ୍ୱିତୀୟ କିସ୍ତି ଟଙ୍କା ପାଇବେ, କୋଉମାନଙ୍କ ନାମ ବାଦ ପଡିଛି ସୁଭଦ୍ରା ଯୋଜନାରୁ। ଏହାର ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡିଓ ମାଧ୍ୟମରେ ଆଲୋଚନା କରିବା। ସେଥିପାଇଁ ଆପଣ ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହା ଫଳରେ ଆପଣ ବୁଝିପାରିବେ, ଜାଣିପାରିବେ। ମାର୍ଚ୍ଚ 8 ରେ ବି ଏମାନେ ପାଇବେନି ସୁଭଦ୍ରା ଟଙ୍କା, ନାଁ କାଟିଦେଲେ ସରକାର। ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସି ସାରିଛି, ଆପଣମାନେ ସମସ୍ତେ ଜାଣିଥିବେ। ଚତୁର୍ଥ ପର୍ଯ୍ୟାୟରେ 8 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଛି ଟଙ୍କା। ଆଉ କିଛି ହିତାଧିକାରୀ ବାକି ରହିଥିବା ବେଳେ ସେମାନଙ୍କୁ ମଧ୍ୟ ସୁଭଦ୍ରା କିସ୍ତି ମିଳିବା ନେଇ ସୂଚନା ଦେଇ ସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ତେବେ ଦ୍ୱିତୀୟ କିସ୍ତି ଆସିବା ପୂର୍ବରୁ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ମିଳିବ, ଏ ନେଇ ଇସାରା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବର୍ତ୍ତମାନ ସୁଦ୍ଧା 89 ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇସାରିଛନ୍ତି। ଆଉ 2 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା ଖୁବ୍ ଶୀଘ୍ର। ଦେଖନ୍ତୁ, ସେଇ ଭାଗ୍ୟବାନ ମହିଳା 2 ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା ମିଳିବ। 2 ଲକ୍ଷ ମହିଳାଙ୍କୁ ମାର୍ଚ୍ଚ 8 ତାରିଖ ପୂର୍ବରୁ ହିଁ ସୁଭଦ୍ରାର ପ୍ରଥମ କିସ୍ତି ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯଦି ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଯାଉନାହିଁ ତାହେଲେ ଆପଣମାନେ ଅପେକ୍ଷା କରନ୍ତୁ, କିନ୍ତୁ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ଆପଣଙ୍କ ସମସ୍ୟା ଦିଗରେ ଆପଣମାନେ କାମ କରନ୍ତୁ। ବିଭିନ୍ନ କାରଣ ପାଇଁ ଯୋଉମାନେ ସୁଭଦ୍ରା ଟଙ୍କା ପାଇପାରୁନାହାନ୍ତି, ତ ସେମାନେ ସେଇ ତ୍ରୁଟି ଦିଗରେ କାମ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏକାବେଳେ ସେମାନେ 2ଟି ସୁଭଦ୍ରା କିସ୍ତି ଅର୍ଥାତ୍ 10,000 ଟଙ୍କା ପାଇବେ, ଯାହାକି ମାର୍ଚ୍ଚ 8 ତାରିଖରେ ମିଳିବାକୁ ଯାଉଛି। ଯିଏ ଆଦୌ ଆବେଦନ କରିନାହାନ୍ତି ସେମାନେ ଯଦି ଏବେ ବି ଆବେଦନ କରନ୍ତି 2ଟି କିସ୍ତି ଟଙ୍କା ଅର୍ଥାତ୍ 10,000 ଟଙ୍କା ପାଇବେ। ତେବେ କୋଉମାନଙ୍କୁ ଆଦୌ ମିଳିନି ସୁଭଦ୍ରା ଟଙ୍କା ଜାଣନ୍ତୁ। ତେବେ କୋଉମାନେ ସୁଭଦ୍ରା ଟଙ୍କା ପାଇବେନି, ଆବେଦନ କରିଥିଲେ ବି କଟିଯିବ ନା, ଜାଣନ୍ତୁ ରାଜ୍ୟ ସରକାରଙ୍କ ଗାଇଡଲାଇନ କଣ ରହିଛି। ଯୋଉ ମହିଳା ମାନେ ନିମ୍ନଲିଖିତ ମାନଦଣ୍ଡ ମଧ୍ୟରୁ କୌଣସିଟି ପୂରଣ କରୁନାହାନ୍ତି ସେମାନେ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଅଯୋଗ୍ୟ ହେବେ ବା ସେମାନଙ୍କର ନାଁ କାଟି ଦିଆଯିବ, ସରକାର କହିଛନ୍ତି। ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଥିବା ମହିଳାଙ୍କ ବୟସ 21 ବର୍ଷରୁ କମ ହୋଇଥିବା ଆବଶ୍ୟକ। ସେହିଭଳି 60 ବର୍ଷରୁ ଅଧିକ କୌଣସି ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ। ଏମାନେ ଯଦି ଆବେଦନ କରିଥିବେ ତେବେ ନାଁ କଟାଯିବ, ସରକାରଙ୍କ ତରଫରୁ ରହିଛି ସୂଚନା। ସେହିଭଳି ଯଦି କୌଣସି ମହିଳା ମାସକୁ ମୋଟ 1500 ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ 18,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଯଥା ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ସେମାନେ ସୁଭଦ୍ରା ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାରର ସଦସ୍ୟ ଯଦି ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ସେମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ। ସେହିଭଳି ଆୟକର ଦେଉଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ। ଭାରତ ସରକାର କିମ୍ବା
राज्य सरकार अधीन थिवा जेकोसी अंडरटेकिंग बोर्ड स्थानीय संस्था लोकल बॉडी किंबा संगठन नियमित स्थायी चुक्तिभित्तिक कर्मचारी भावे नियुक्ति किंबा अवसर पर पेंशन ग्रहण करुथिबे जदि एही योजनार अन्य समस्त मानदंड पूर्ण करुथिले तेबे पारिश्रमिक ग्रहण करुथिबा समस्त कर्मचारी एवं आउटसोर्सिंग एजेंसी माध्यम नियोजित समस्त कर्मचारी एही योजना अधीन योग्य विवेचित हेबे जदि आवेदनकारी परिवार जलसेचित जमीर परिमाण 5 एकड़ अधिक और अणजलसेचित जमीर परिमाण 10 एकड़ अधिक होइथिबो सेमाने सुभद्रा टंका पाई परिबे नाही। सेही भली ट्रैक्टर मिनी ट्रक छोट वाणिज्यिक जान एवं अन्य समान हालुका सामग्री जान व्यतीत 4 चकिया गाड़ी थिले सुभद्रा टंका पाइबे नाही। तो आपण माने जानि रखंतु एही मानदंड भितरु जदि आपण माने रहिचंती ताहाले आपनकु सुभद्रा टंका मार्च 8 तारिख रे मिलिबो नाही। जदि आपण माने प्रथम करी सुभद्रा रे आवेदन करिसंती किंतु एही उक्त मानदंड अनुसार आपण माने रहि नांती ताहाले आपनकु भी सुभद्रा टंका मिलिबो नाही। सेथि पई आपण एही उक्त मानदंड हिसाब रे जदि आपण योग्य विवेचित हेबे ताहाले आपनकु मार्च 8 तारिख रे दुटी किस्ती मिलिबो जहाकी 10,000 टंका आपण पाइबा चाहछन। सुभद्रा योजना को नहीं आपण मानकर कौनसी असुविधा रही कि एही मानदंड आपण माने पूर्ण करूछंती ता परे भी आपण सुभद्रा योजना रे असुविधार सम्मुखीन होउछंती सेति पई ए चैनल आपण को सहित आपण को समस्या रे अछंती आपण कमेंट सेक्शन ले कमेंट करी जणांतु सेही अनुसार आपण मानकु वीडियो प्रोवाइड करा जिवो आपण सेही वीडियो को देखि सेही दिगरे कार्य कले आपण निश्चय सुभद्रा टंका प्राप्त करि परिबे मार्च 8 तारिख रे। पुणी देखा सरकार नुआ एक अपडेट रे। जय जगन्नाथ।